ଓଁ ସାଇରାମ। ଆଜିର ସାଇ ସନ୍ଦେଶ ଶିରିଡ଼ି ବାବାଙ୍କ ମହିମା। ବହୁତ ବଢ଼ିଆ ଜିନିଷ ହାତରେ ଅଛି। ଶେଷ ପର୍ଯ୍ୟନ୍ତ ଦେଖିବେ ଏଇ ଭିଡ଼ିଓଟାକୁ, ତାପରେ ଜାଣିପାରିବେ। ସ୍କିପ୍ କରିବେନି ମୋତେ, ଶେଷ ପର୍ଯ୍ୟନ୍ତ ଭିଡ଼ିଓଟାକୁ ଦେଖନ୍ତୁ। ମଧୁର ପବିତ୍ର ଶିରିଡ଼ି ଧାମ, ପରମ ପାବନ ଶିରିନଈ ନିବାସୀ ଜ୍ଞାନ ସ୍ୱରୂପ ପ୍ରଜ୍ଞା ଦାନକାରୀ ସଚ୍ଚିଦାନନ୍ଦ ସ୍ୱରୂପ ପରମେଶ୍ୱରଙ୍କୁ ମୁଁ ନିଜର ଅନ୍ତରାତ୍ମାରେ ଧାରଣ କରୁଅଛି। ବିଶ୍ୱ ଚରାଚର ସାଇ ଆମକୁ ସତ୍ ମାର୍ଗରେ ପରିଚାଳିତ କରନ୍ତୁ। ଶ୍ରୀ ସାଇବାବା ଏକାଧାରରେ ଜଣେ ଯୋଗୀ, ସାଧୁ ଏବଂ ସନ୍ଥ, ସର୍ବୋପରି ଜଣେ ଅବତାରୀ ପୁରୁଷ ଥିଲେ। ପ୍ରକୃତରେ କହିବାକୁ ଗଲେ ସକଳ ପ୍ରାଣୀର ଦୁଃଖ ଶୋକ ଦୂର କରି ସେମାନଙ୍କର କଳୁଷିତ ଜୀବନରେ ସୁଖ ଶାନ୍ତି ଭରି ଦେଉଥିଲେ। ଶ୍ରୀ ସାଇବାବା ଥିଲେ ଯୋଗୀ ଜନ୍ମ ପୁରୁଷ। ତାଙ୍କ ମଧ୍ୟ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ଅବତାର ବୋଲି କୁହାଯାଏ। କେହି ତାଙ୍କୁ ରାମ ରୂପରେ ଦର୍ଶନ କରୁଥିଲେ, ଆଉ କେହି ଶିବ ରୂପରେ ଦର୍ଶନ କରୁଥିଲେ। ଅଦ୍ଭୁତ ହୁଅନ୍ତି। ଶ୍ରୀ ସାଇବାବା ନିଃସ୍ରୋତ ବାଣୀ, ନିରୀହ ନିଷ୍ପାପ ଦୁଃଖୀ ଦୀନ ତଥା ନିଃସହାୟ ଜଣେ ପଥପ୍ରଦର୍ଶନ ବ୍ୟକ୍ତି ଥାଏ। ଏମାନଙ୍କର ଜାତିର ସର୍ବମୟ କଲ୍ୟାଣ ନିମନ୍ତେ ତାଙ୍କର ଏ ଧରାପୃଷ୍ଠରେ ଜନ୍ମ। ଗୀତାରେ କୁହାଯାଇଛି, ଯେତେବେଳେ ଧର୍ମର ଅବକ୍ଷୟ ଘଟେ, ଏକେ ଅଧର୍ମ ଉପରେ ଅଧପରି ବିଷ୍ଣୁ ଘଟେ। ତୁମ୍ଭେ ପ୍ରକୃତରେ ଲୋକ ମୁନି ଋଷିମାନେ ହନ୍ତସପ୍ତ ହୁଅନ୍ତି, ଦୁଃଖୀ ଅନୁରାଗରେ କାମ ତିପାତ କରନ୍ତି, ଜୀବନରେ ବିପର୍ଯ୍ୟୟରେ ସୁକଲ୍ୟାଣ ମନ କରନ୍ତି। ଠିକ୍ ସେତିକିବେଳେ ଧର୍ମର ଅବକ୍ଷୟ ଘଟେ, ଜଣେ ମହାପୁରୁଷ ରୂପରେ ଆଲୋକିତ ହୁଏ। ଆପଣମାନଙ୍କୁ ଯଦି ଭିଡ଼ିଓଟା ଭଲ ଲାଗିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ। ନୂଆ ଥିଲେ ବେଲ୍ ଆଇକନ୍ଟାକୁ କ୍ଲିକ୍ କରିଦେବେ। ନୂଆ ଭିଡ଼ିଓ ଆପଣମାନଙ୍କ ପାଖକୁ ଚାଲିବ।